मिडनाइट चपड़ा एक्सप्रेस ऑप्शन देबी 2007 मसिया 2007 मसिया से चपड़ा एक्सप्रेस झियो पिला निश्चय करबो कहबो भारी फेमस ना कहले तो समस्त कहि देबो कहि सुनि कहि जे मिताली राज पाखापाखि छु पाखापाखि छु मिताली राज पाखापाखि छु हाँ ठीक है सठिक उत्तर होची झुलन गोस्वामी मन देख झुलन गोस्वामी को चपड़ा एक्सप्रेस कहा जाए पूर्वतन हे वर्तमान हे मोर भविष्यत हे मोर भविष्यत हे पूर्वतन हे वर्तमान हे मोर भविष्यत प्रिय छात्र छात्री विज्ञानर यात्री पढ़िबा स्वच्छ भारत पढ़िबा स्वच्छ भारत हाथे हाथ मिसेई चल जीवा आगेई हम सांगरे अछंती जगतनाथ हम सांगरे अछंती जगतनाथ हे पूर्वतन हे वर्तमान हे मोर भविष्यत विद्यालय नुहे तो देव मंदिर मणिषर कारखाना ज्ञान भंडार दिव्य गुणधारी तुमे नर शरीर निष्कपट हृदय रे नाही विकार मन पवित्र करी ज्ञान मशाल धरी दुनिया को देखाइबा सत्यर पथ हम सांगरे अछंती जगतनाथ हे पूर्वतन हे वर्तमान हे मोर भविष्यत स्वच्छ हेले सीना अन्य को कहिबा पर धर्म भयंकर स्वधर्म रे जीवा हसुथिले हसुथांतु अज्ञान जन आध्यात्मिक
ଅଧିକ ଜ୍ଞାନ ଦେଇ କିଣିବ ମନ ସଦଗୁରୁ ଆଜ୍ଞାରେ କର୍ମ ଯିଏ କରଇ ତାଙ୍କୁ ସାଥୀ କରିଥାନ୍ତି ଜଗତନାଥ ଜଗତନାଥ ଆମ ସାଙ୍ଗରେ ଅଛନ୍ତି ଜଗତନାଥ ଜଗତନାଥ ହେ ପୂର୍ବତନ ହେ ବର୍ତ୍ତମାନ ହେ ମୋର ଭବିଷ୍ୟତ ହେ ମୋର ଭବିଷ୍ୟତ ହେ ମୋର ଭବିଷ୍ୟତ हे गुरु तुमे मंगलमय कृपा दिनो मुक्ति नाहि हे गुरु तुमे मंगलमय कृपा दिनो मुक्ति नाहि धरणी मार योग्य संतान धरणी मार योग्य संतान तुम बिनु शांति काहि हे गुरु तुमे मंगलमय कृपा बिनु मुक्ति नाहि हे गुरु तुमे मंगलमय कृपा बिनु मुक्ति ଆମ ପାଖରେ ଅଛନ୍ତି ଗିରିଶ ସାରଙ୍କର ଆଜି ଏ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ନସୀର ଅଲି ମହୋଦୟ ତାଙ୍କୁ ମଧ୍ୟ ମୁଁ ଅନୁରୋଧ କରିବି ସେ ମଞ୍ଚରେ ଆସନ ଗ୍ରହଣ କରିବେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଶେଷ ପପୁଲାର ଏବଂ ସେଥିରେ ତାଙ୍କର ଭାଷଣ ଓଜସ୍ୱୀ ବକ୍ତୃତା ଅତୀତର ଅନେକ ବନ୍ଧୁମାନେ ଶୁଣିଥିବେ ନିଶ୍ଚିତ ଭାବରେ ଏବଂ ତାଙ୍କର ଜୀବନ ଚରିତ କହିଲେ ହୁଏତ ମୁଁ ଭାବୁଛି ଗିରିଶ ସାର୍ କ'ଣ ତାହା ନିଶ୍ଚିତ ସମସ୍ତେ ବୁଝିପାରିବେ। ଆମର ସମ୍ମାନିତ ଅତିଥି ପ୍ରତିରକ୍ଷା ମହିଳା ପଟ୍ଟନାୟକ ମହୋଦୟ ସେ ସବୁଠୁ ବେଶୀ ଗିରିଶ ସାରଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର ପୁତ୍ରବଧୂ ଏବଂ ସାରଙ୍କର ପରବର୍ତ୍ତୀ ଜୀବନରେ ସେ ତାଙ୍କର ଯେଉଁ ବିଚାର ତାଙ୍କର ଯେଉଁ ଆଦର୍ଶ ତାକୁ ନେଇ ସେ ବିଭିନ୍ନ ଅନୁଷ୍ଠାନରେ ପହଞ୍ଚେଇଛନ୍ତି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ସେ ଚଳେଇ ରଖିଛନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଛନ୍ତି। ଆମେ ତାଙ୍କର ନିଶ୍ଚିତ ଭାବରେ ଆମର ଅନେକ ଅଜଣା କଥା ଆମେ ଜାଣିବାର ସୁଯୋଗ ପାଇବା ଗିରିଶ ସାରଙ୍କ ସମ୍ପର୍କରେ। ସେପଟେ ଅଛନ୍ତି ଜଗନ୍ନାଥ ସାର୍ ସେ ମଧ୍ୟ ଆମର ପରମ ଗୁରୁ। सिनेमा आक्टर पाई कौन टिकेट रखे ये मीटिंग की होची जरा शिक्षक जो अति साधारण शिक्षक से केबे खूब जले बड़ स्टार शिक्षक होगा चाहिए ମୁଁ ଭାବୁନି କେବେ ତାଙ୍କ ମନକୁ ଆସିଥିବ ଯେ ମୁଁ ଗୋଟେ ପ୍ରେସିଡେଣ୍ଟ ଆୱାର୍ଡ ପାଇବି ବା ପଦ୍ମଶ୍ରୀ ପାଇବି ବା ମୋତେ ଏତେ ଖ୍ୟାତି ହେବ ବା ଏତେ ମୁଁ ରୋଜଗାର କରି ଟ୍ୟୁସନ୍ କରି ପାଠ ପଢ଼ି ଏତେ ରୋଜଗାର କରିବି ଯେ ମୁଁ ଦୁଇ ଚାରିଟା ଘର କରିଦେଇପାରିବି। ଆଜିକାଲି ସବୁ ସରକାରରେ ବାହାରୁଛି ସବୁ ଅଫିସରମାନେ କେତେ ପ୍ଲଟ୍ କଲେ କେତେ ଘର କଲେ ଏସବୁ ବିଷୟରେ କରିବାକୁ ପଡ଼ୁଛି। ଗିରିଶ ପାଖରେ ସେମିତି କୌଣସି ଆକାଂକ୍ଷା ନାହିଁ ସେଇ ଯୋଜନା କିଛି ନୁହେଁ। ସେ ଜଣେ ସାଧାରଣ ଶିକ୍ଷକ ସାଧାରଣ ମଣିଷ କିନ୍ତୁ ସେ ଯେଉଁ ଅସାଧାରଣ ସ୍ତରକୁ ସେ ଉତ୍ତୀର୍ଣ୍ଣ ହେଇଯାଇଥିଲେ ବୋଲି ଆମେ ଆଜି ଅନୁଭବ କରୁ। ସେ ଯିବାର ପରେ ତାଙ୍କର ଦେହାନ୍ତ ହେବା ପରେ କେତେ ବର୍ଷ ପ୍ରତ୍ୟେକ ତ୍ୟାଗର କିଛି ନା କିଛି ପ୍ରଭାବ ଅଛି ପ୍ରତିଦାନ ଅଛି। କୌଣସି ନା କୌଣସି ସମୟରେ ସେ ଏମିତି ଦାନା ବାନ୍ଧେ ସେ ଏମିତି ଭାବରେ ତାର ଗୋଟେ ଗତିଶୀଳ ହୁଏ କଳ୍ପନା କରିପାରିବେ। ଗତ ବର୍ଷ
ଗୋଟେ ଗୋଟେ ଟାଉନ୍ ହିଁ ଚାଲିଛି ସେଥିରେ ସୀତାରଞ୍ଜନ ଦାସ ବିଶିଷ୍ଟ ପ୍ରାବନ୍ଧିକ ଲେଖକ ଦାର୍ଶନିକ ଶିକ୍ଷକ ତାଙ୍କ ଜୀବନଦଶାରେ ସେ ନିଜର ଅତି ସରଳ ମଣିଷ ତାଙ୍କର ଜ୍ଞାନରେ ସେ ଏତେ ସେତେ ଉଜ୍ଜଳ ସେ ରଖିଦେଉଥିଲେ ଏବଂ ସବୁବେଳେ ସେ ଆକୃଷ୍ଟ ହୋଇଯାଉଥିଲେ ଏବଂ କୌଣସି ବିଷୟକୁ କୌଣସି ପ୍ରକାର ସନ୍ଦେହ ମନସ୍సు କୌଣସି ପ୍ରକାରର ଭୟ କୌଣସି କାହା ପ୍ରତି ଶ୍ରଦ୍ଧା ବା ଆକ୍ଷେପ ନ କରି ସେ ସମାଜକୁ ଏଭଳି ଭାବରେ ସେ ଦେଖୁଥିଲେ ଏବଂ ଏଭଳି ଭାବରେ ତାକୁ ସହରୋଜନ କରୁଥିଲେ ଜଣେ ଭାବିଲେ ଆଶ୍ଚର୍ଯ୍ୟ। ଗିରୀଶ ପଟ୍ଟନାୟକ ଯେମିତି ମଣିଷ ଗିରୀଶ ପଟ୍ଟନାୟକ ଜଣେ ବଡ଼ ଲେଖକ ଭାବରେ ବର୍ଣ୍ଣିତ କରୁଛନ୍ତି ତାଙ୍କ ଫିଲ୍ମରେ କିଛି ବର୍ଣ୍ଣିତରେ ସେ ବହି ବେଶୀ ଦେଖିଲେ ମାର୍ଗଦର୍ଶକ ହେଇଥିଲେ ତାଙ୍କୁ ରାସ୍ତା ଦେଖୁଛନ୍ତି ଠକି ଯାଇନାହାନ୍ତି। ଏବେ ମଧ୍ୟ ଆଶ୍ଚର୍ଯ୍ୟ ଲାଗେ ବାରମ୍ବାର ପଢ଼ିବାକୁ ଇଚ୍ଛା ହୁଏ ତାଙ୍କ ବିଷୟରେ ଯେଉଁ ସବୁ ଲେଖା ଲେଖିଛନ୍ତି ଆମେ କଥା ମୁଁ ଜାଣିନଥିଲି ଯେ ତାଙ୍କ ମଧ୍ୟ ସେ ଅଛି ପରୀକ୍ଷା ଫର୍ମ ଫିଲ୍ଅପ୍ ହେବ ପଇସା ନାହିଁ ହେଡ଼ମାଷ୍ଟର ତାଙ୍କ ମୁହଁ ପଚାରୁଛନ୍ତି ତାକୁ ପଚାରୁଛନ୍ତି କ'ଣ କରାଯିବ ଭଲ ଛାତ୍ର କିନ୍ତୁ ଫର୍ମ ଫିଲ୍ଅପ୍ କରିବା ପାଇଁ ଦରକାର। ଶିକ୍ଷାବିତ ଭାବରେ ଶିକ୍ଷକ ଭାବରେ ଆମେ ଅନେକ ମହାନ ଶିକ୍ଷକଙ୍କୁ ଜାଣିଛୁ ମହାନ ଶିକ୍ଷାବିତଙ୍କ କଥା ଜାଣି ସେଇଠି ପ୍ରଧାନ ଶିକ୍ଷକ ଥିଲେ ଜଗନ୍ନାଥ ମିଶ୍ର ଜଣେ
ଟିକେ পরে নমস্কার দর্শক বন্ধু,
ମୁଁ ଆପଣମାନଙ୍କର ପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି। ଆଜି ଗୋଟିଏ ଭିନ୍ନ ଧରଣର ଲେଖା ଆ ଇ ଗୀତର ଲେଖା ପଦ୍ମଲୋଚନ ନନ୍ଦଙ୍କର ଏକ ସୁନ୍ଦର ସୃଷ୍ଟି। ଆଉ ଇଏ ଅତି ସୁନ୍ଦର ଲେଖାକୁ ସୁନ୍ଦର ସଙ୍ଗୀତରେ ସଜାଇଛନ୍ତି ଆଲୋକ ଦେବ ଅଜସ୍ର ଗୀତର ସଙ୍ଗୀତ ନିର୍ଦ୍ଦେଶକ। आसरे भौणी भाई आसरे भौणी भाई और अध्यवसाय आरे आत्मविश्वास पीरे ईश्वर विश्वास करिबा आध्यात्मिक ज्ञान नहीं जगन्नाथ नाम ध्याई जगन्नाथ नाम ध्याई जगन्नाथ नाम ध्याई जगन्नाथ नाम ध्याई आ ई आसरे भौणी भाई ଅଧ୍ୟବସାୟର ମରମ ଜାଣିବା କରମ କରିବା ସତ୍ୟ ଆତ୍ମବିଶ୍ୱାସର ଆଗରୁ ଜାଣିବା ଆତ୍ମାର ଗୁପ୍ତ ତଥ୍ୟ